ଚାଷୀ ଭାଇମାନ୍କେ ଟିକେ ଜଣେଇ ଦିଆଯାଉଛେ ଗୋଟେ ଜରୁରୀ ସୂଚନା। ଜୈବିକ ଖତ ୟୁଜ୍ କରବାର୍ରେ କେନ୍ତା ହଉଛେ ଚାଷ୍ ଦେଖିପାରୁଥିବ। ମୋର୍ ବାପା ନିଜେ ଚାଷ୍ କରସନ୍, ମୁଇଁ ଏଠି ସହଯୋଗ କରୁଛେଁ। ତ ମୁଇଁ ସବ୍କେ ଗୋଟେ କଥା କହୁଛେଁ କି ଜଲ୍ଦି କି ଚକ୍କର୍ ନେ ଯେନ୍ଟାକି ଚାଷ୍ ଜଲ୍ଦି ହେଇଯାଏସି, ରାସାୟନିକ ପଦାର୍ଥ ମାନେ ଦେଇ ଦେସ ଯେନ୍ଟାକି ୟୁରିଆ DAP ଜଲ୍ଦି ଦେଇଦେଲେ ଚାଷ୍ ଜଲ୍ଦି ହେଇଯାଏସି। ସେ ଚକ୍କର୍ରେ ନାଇଁ ପଡ଼। କାଇଁ କାଜି ବୋଲେ ସାର୍ ଦେବାର୍ ଯୋଗୁରୁ ଚାଷ୍ ବି ଖରାପ୍ ହେଇଯାଉଛେ ଆରୁ ମାଏଟ୍ ବି ଖରାପ୍ ହଉଛେ। ମାଏଟ୍ ଖରାପ୍ ହଉଛେ, ଚାଷ୍ ଜଲ୍ଦି ନି ହୁଏ। ଫେର୍ 2 ବର୍ଷ 3 ବର୍ଷ ପରେ ତମର୍ ଚାଷ୍ ଆର୍ ନାଇଁ ହୁଏ। ତ ସେଥିର୍ଲାଗି ଜାଦା ରାସାୟନିକ ପଦାର୍ଥ ନାଇଁ ଡାଲ, ଜୈବିକ୍ ଖତ୍ ୟୁଜ୍ କର ଯେନ୍ଟାକି ଚାଷ୍ ବି ଭଲ୍ ରହେବା, ମାଏଟ୍ ବି ଭଲ୍ ରହେବା ଆର୍ ଶରୀର୍ ବି ଭଲ୍ ରହେବା। ଆର୍ ତମର୍ ଚାଷ୍ ବି ସବୁବେଲେ ହେବା। କୃଷି ମନେ ନିଜେ ବି ଭଲ୍ସେ ଚାଷ୍ କରି କରି ସବୁବେଲେ ପଏସା ଟିକେ କମେଇ ପାର୍ବ। ଇଟା ମୋର୍ ବାପା ନିଜେ କର୍ସନ୍ ଚାଷ୍, ଦେଖୁଥିବ ଜୈବିକ୍ ଖତ୍ର କମାଲ୍।